Hello everybody, welcome to Chatasali G's Quality Matters a Lot. ଆମେ ଆଜି ଦେଖିବା ଦ ଇଂଲିଶ ପାର୍ଟ 2 ଯେଉଁଥିରେ କି ଆମେ ବେଙ୍ଗଲରେ ଇଂଲିଶ ମାନଙ୍କର ଫୁଟ୍ ହୋଲ୍ଡ କେମିତି ଗଢ଼ି ଉଠିଥିଲା ସେ ଜିନିଷକୁ ଦେଖିବା। ଯେଉଁମାନେ ଆଗରୁ ଦେଖିନାହାନ୍ତି ଇଂଲିଶ ପାର୍ଟ 1 ତାକୁ ଯାଇକି ଆପଣ କମେଣ୍ଟ ସେକ୍ସନରେ ଲିଙ୍କ ମେନସନ୍ ଅଛି, ଆପଣ ଯାଇକି ଦେଖି ଆସନ୍ତୁ। ସେଥିରେ ଆମେ ଡିସ୍କସ୍ କରିଛନ୍ତି ସାଉଥ ଏବଂ ୱେଷ୍ଟ ସାଇଡ୍ରେ କେମିତି ଇଂଲିଶ ମାନେ ନିଜର ବିସ୍ତାର କରିଥିଲେ। ବର୍ତ୍ତମାନ ଆମେ ଦେଖିବା ବେଙ୍ଗଲରେ ସେମାନଙ୍କର ଭୂମିକା କ'ଣ ଅଛି। ଚାଲନ୍ତୁ ଷ୍ଟାର୍ଟ କରିବା। ବେଙ୍ଗଲରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଗମନ କ'ଣ ପାଇଁ ଥିଲା? ବେଙ୍ଗଲ ସେତେବେଳେ ବହୁତ ହି ପ୍ରସ୍ପରସ୍ ସିଟି ଗୋଟେ ଥିଲା, ଯୋଉଟା ପାଇଁ କି ଇଂଲିଶ ମାନେ ବହୁତ ହି ଆଟ୍ରାକ୍ଟ ହେଇଥିଲେ ବେଙ୍ଗଲରେ ଟ୍ରେଡ୍ କରିବା ପାଇଁ। ଆଉ ସେତେବେଳେ ସମୟରେ ଥିଲେ ସେଠାକାର ସୁବେଦାର ଶାହା ସୁଜା। ଶାହା ସୁଜା କ'ଣ କଲେ, ଇଂଲିଶ ମାନଙ୍କୁ ଟ୍ରେଡ୍ କରିବା ପାଇଁ ଆନୁଆଲି 3000 ଟଙ୍କା ଦେଇକି ଆଲାଉଡ୍ କରିଦେଲେ ଯେ ତମେ ଏଠାରେ ଟ୍ରେଡ୍ କରିପାରିବ, ଆଉ ତୁମକୁ କିଛି ବି ଡ୍ୟୁଟିଜ ଦେବାକୁ ପଡ଼ିବ ନାହିଁ। ତ 3000 ଟଙ୍କା ପୁରା ବର୍ଷ ଯାକ ସେମାନେ ପେ କରିବେ, କିନ୍ତୁ କିଛି ବି ଡ୍ୟୁଟିଜ ଆଉ ସେମାନଙ୍କୁ ଦେବାକୁ ପଡ଼ିବ ନାହିଁ। ତ ତାଙ୍କୁ ପରମିଶନ ମିଳିଗଲା ଶାହା ସୁଜାଙ୍କ ଠାରୁ। ଏଇ ପରମିଶନ, ଏଇ ପ୍ରିଭିଲେଜର ସେମାନେ ଫାଇଦା ଉଠେଇକି କ'ଣ କଲେ, ଯେତେ ସବୁ ପୋର୍ଟ ଥିଲା ସେଠାରେ ସେମାନେ କଷ୍ଟମ ଅଫିସରକୁ ଆପଏଣ୍ଟ କରିଦେଲେ। ଆଉ ବର୍ତ୍ତମାନ ତାଙ୍କର ଆଉ ଗୋଟେ ଟ୍ରେଡ୍ ହେଇଗଲା, ଯୋଉ ଅଲଗା ୟୁରୋପିଆନ୍ସ ଥିଲେ, ଆମ ଇଣ୍ଡିଆନ ବି ଯୋଉମାନେ ବି ସେ ପୋର୍ଟରେ ବିଜନେସ୍ କରୁଥିଲେ ସେମାନଙ୍କ ଠାରୁ ସେ ଫିସ୍ କଲେକ୍ଟ କରିବାକୁ ଲାଗିଲେ। ସେଟା ତାଙ୍କର ଗୋଟେ ଅଲଗା ଇନକମ୍ ହେଇଗଲା। ଧୀରେ ଧୀରେ ସେ କ'ଣ କଲେ, ହୁଗୁଲି ଠାରେ ନିଜର ଏଷ୍ଟାବ୍ଲିଶମେଣ୍ଟକୁ ବଢ଼େଇଲେ ଆଉ ଫ୍ୟାକ୍ଟ୍ରି ଏଷ୍ଟାବ୍ଲିଶ କଲେ 1651ରେ ହୁଗଲି ଠାରେ। ଆଉ ଅଲଗା ଜାଗା ଯେମିତିକି କାସିମ ବଜାର, ପଟନା, ରାଜମହଲ ଏସବୁ ଜାଗାରେ ମଧ୍ୟ ତାଙ୍କର ଫ୍ୟାକ୍ଟ୍ରି ଧୀରେ ଧୀରେ ଗଢ଼ି ଉଠିଲା। ମେନ୍ ସେଟଲମେଣ୍ଟ ତାଙ୍କର ଯୋଉଟା ଥିଲା ହୁଗଲି ଠାରେ, ସେମାନେ ଚାହିଁଲେ ଯେ ସେଟାକୁ ଫର୍ଟିଫାଏ କରିବାକୁ, ଯୋଉଟା କି ତାଙ୍କୁ ମିଳିନଥିଲା। ଆଗକୁ ଦେଖିବା କିଏ ଫର୍ଟିଫାଏ କରିବାକୁ ଚାହୁଁଥିଲେ। ୱିଲିୟମ ହେଡ୍ସ ନେମ୍ରେ ଜଣେ ଏଜେଣ୍ଟ ଥିଲେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ନାହିଁ କମ୍ପାନୀର। ସେ ଅପିଲ କରିଥିଲେ ସେତେବେଳର ସେଠି ଥିବା ଗଭର୍ଣ୍ଣର, ମୁଗଲ ଗଭର୍ଣ୍ଣର ସହିସ୍ତା ଖାନକୁ। ସହିସ୍ତା ଖାନକୁ ସେ ଯେତେବେଳେ ଅପିଲ କଲେ, ତାଙ୍କୁ କିଛି ବି ପଜିଟିଭ ଆଉଟପୁଟ୍ ମିଳିଲା ନାହିଁ। ବର୍ତ୍ତମାନ ଷ୍ଟାର୍ଟ ହେଇଯାଇଥିଲା ପ୍ରୋବ୍ଲେମ୍ସ ମୁଗଲ ଏବଂ କମ୍ପାନୀ ଭିତରେ। ହୁଗଲି ଯୋଉଟା ଇଂଲିଶ ମାନଙ୍କୁ ଦିଆଯାଇଥିଲା, ବହୁତ ସାରା ରାଇଟ୍ସ ସେଠି ଦିଆଯାଇଥିଲା, ପ୍ରିଭିଲେଜ ମିଳିଥିଲା, ସେ ସବୁକୁ ଫେରେଇ ନିଆଗଲା ମୁଗଲ ମାନଙ୍କ ଦ୍ୱାରା। ଏବଂ ଇଂଲିଶ ସେ ଜିନିଷର ରିଟାଲିଏଟ୍ କଲା, କ୍ୟାପଚର କରିନେଲା ଇମ୍ପେରିଆଲ ଫୋର୍ଟ, ଯୋଉଟାକି ଥାନାରେ ଅବସ୍ଥିତ ଥିଲା, ଯୋଉଟାକୁ ବର୍ତ୍ତମାନ ମଡର୍ଣ୍ଣ ଗାର୍ଡେନ ରିଚ୍ ବୋଲି କୁହାଯାଉଛି। ରେଡ୍ କରିବାକୁ ଲାଗିଲା ହିଜଲି, ଯୋଉଟାକି ଇଷ୍ଟ ମିଦନାପୁର ଡିଷ୍ଟ୍ରିକ୍ଟରେ ଥିଲା, ଏବଂ ବାଲେଶ୍ୱର ଠାରେ ଯେତେ ବି ମୁଗଲ ମାନଙ୍କର ଫର୍ଟିଫିକେସନ ଥିଲା ତା ଉପରେ ଆଟାକ୍ କରିବାକୁ ଲାଗିଲା। ଇଂଲିଶ ଆଟାକ୍ କରିନେଲେ ମୁଗଲ ମାନଙ୍କର ଇଗୋ ଉପରେ, ଯୋଉଟା କି ମୁଗଲ ମାନେ କେବେ ସହି ପାରିନଥିଲେ, ଏବଂ ସେମାନେ ନିଜର ଫୋର୍ସ ଲଗେଇକି ଇଂଲିଶ ମାନଙ୍କୁ ହୁଗଳିରୁ ବାହାର କରିଦେଇଥିଲେ ଏବଂ ଗୋଟେ ଅନହେଲ୍ଦି ଜାଗା, ଯୋଉଟା କି ମାଉଥ ଅଫ ରିଭର ଗଙ୍ଗାରେ ରହିବାକୁ ବାଧ୍ୟ କରିଦେଇଥିଲେ। ଜବ ଚାନକ, ଯିଏକି ଇଂଲିଶ ଏଜେଣ୍ଟ ଥିଲେ, ସେ ଡିପ୍ଲୋମାସି ନିଜର ଖଟେଇକି ସୁତାନୁତି ଠାରେ ରହିବା ପାଇଁ ରିକ୍ୱେଷ୍ଟ କରିଥିଲେ, ଅପିଲ କରିଥିଲେ ମୁଗଲ ମାନଙ୍କୁ, ଏବଂ ତାଙ୍କ ସହିତ ହେଇଥିଲା ଟ୍ରିଟି, ଯୋଉଟା କି ଇଂଲିଶ ମାନେ ମାନିଥିଲେ ମୁଗଲ ମାନଙ୍କର କିଛି କଣ୍ଡିସନକୁ। ଇମ୍ପେରିଆଲ ଫରମାନ ପୁଣି ଥରେ ସେମାନଙ୍କୁ ମିଳିଯାଇଥିଲା 3000 ଟଙ୍କା ଦେଇକି ଆନୁଆଲି ସେମାନେ ଟ୍ରେଡ୍ କରିବେ, ନୋ ଡ୍ୟୁଟି ସେମାନେ ନେକ୍ସଟ ପେ କରିବେ। ଜମିଦାର ଅଫ ବର୍ଦ୍ଧମାନ ସେଇ ଟାଇମରେ ଗୋଟେ ଯିଏକି ଶୋଭା ସିଂ ଥିଲେ, ସେ ଗୋଟେ ରିଭେଲ୍ଟ ଷ୍ଟାର୍ଟ କରିଦେଇଥିଲେ ମୁଗଲ ମାନଙ୍କର ଖିଲାଫରେ। ତାର ଚାନ୍ସ ନେଇକି ଯୋଉ ଆମର ଯୋଉ ଇଂଲିଶ ମାନେ ଥିଲେ, ସେମାନେ କହିଲେ ଯେ ସୁତାନୁତି ଠାରେ ଆମର ଯାହା ସେଟଲମେଣ୍ଟ ଅଛି ତାକୁ ଆମେ ଫର୍ଟିଫାଏ କରିବୁ, ଯୋଉଟା କି ଆକ୍ଚୁଆଲ ରିଜନ ନଥିଲା, ତାଙ୍କୁ ଆଗରୁ ହିଁ ଫର୍ଟିଫାଏ କରିବାର ଥିଲା। ସେଥିପାଇଁ ସେମାନେ କହିଲେ ଯେ ରିବେଲ କରୁଛନ୍ତି ଏମାନେ ଲୋକାଲ ମାନେ, ତ ଆମର ଟ୍ରେଡ୍ ଉପରେ ହ୍ୟାମ୍ପର ହବ, ସେଥିପାଇଁ ଫର୍ଟିଫାଏ କରିବାକୁ ସେ ଚାହିଁଲେ। ପରମିଶନ ତାପରେ ସେମାନଙ୍କୁ 1698ରେ ମିଳିଯାଇଥିଲା ଜମିଦାରିର, ଯୋଉଟା କି ସେ ପରଚେଜ କରିଥିଲେ ସୁତାନୁତି ଗୋବିନ୍ଦପୁର ଆଉ କଲିକତା, ଯୋଉଟାକୁ କାলীଘାଟ ମଧ୍ୟ କୁହାଯାଉଛି। 1200 ଟଙ୍କା ଦେଇକି ସେ ପରଚେଜ କରିଥିଲେ ଏଇ ଜିନିଷ। ଫର୍ଟିଫାଇ ସେଟଲମେଣ୍ଟ କରିଥିଲେ ଫୋର୍ଟ ୱିଲିୟମକୁ, ଯୋଉଟା କି ଆଗକୁ ଯାଇକି ଇଷ୍ଟର୍ଣ୍ଣ ପ୍ରେସିଡେନ୍ସି କଲକାତାର ପ୍ରେସିଡେନ୍ସି ବନିବ, ଆଉ ଯୋଉଥିରେ କି ସାର୍ ଆୟର, ଚାର୍ଲସ ଆୟର ଯିଏ ଥିବେ, ସେ ପ୍ରଥମ ପ୍ରେସିଡେଣ୍ଟ ବନିବେ।
ବର୍ତ୍ତମାନ ଆମେ ଦେଖିବା ଫାରୁଖସିୟାରର ଫରମାନ ବିଷୟରେ। ଫାରୁଖସିୟାର ଡେଥ୍ ଅଫ୍ ଔରଙ୍ଗଜେବ ପରେ ଫାରୁଖସିୟାର ଗଦିରେ ବସିଥିଲା। ଫାରୁଖସିୟାର ଥିଲା ଜଣେ ପପେଟ୍ କିଙ୍ଗ ଯାହାର କିଛି ବି ବୁଦ୍ଧି ନଥିଲା। ସେ ଗଦିରେ ବସି ସାରିଲା ପରେ ସାଙ୍ଗେ ସାଙ୍ଗେ 3ଟା ଫରମାନ ଇସ୍ୟୁ କରିଥିଲା ବେଙ୍ଗଲ, ଗୁଜରାଟ ଆଉ ହାଇଦ୍ରାବାଦ ପାଇଁ। ଆନୁଆଲି ସେଇ ରହିଥିଲା ସେମାନଙ୍କର କଣ୍ଡିସନ 3000 ଟଙ୍କା ଦେବୁ, କିଛି ଅଦର ଡ୍ୟୁଟିଜ ଆମେ ପେ କରିବୁନି। ତା ସହିତ ତାଙ୍କୁ ଦସ୍ତକ ରାଇଟ୍ସ ମିଳିଯାଇଥିଲା, ଯୋଉଟା କି ସରକାରର ରହିବା ଦରକାର। ଦସ୍ତକ ରାଇଟ୍ସ ଦେଇଥିଲା କି ତମେ ଅଲଗା ମାନଙ୍କୁ ମଧ୍ୟ ଦସ୍ତକ ପାସେସ୍ ଦେଇପାରିବ, ଯାହାଫଳରେ ସେମାନେ ନିଜର ପର୍ସନାଲ ଟ୍ରେଡରେ ମଧ୍ୟ ଏଇ ଜିନିଷକୁ ୟୁଜ କରୁଥିଲେ ଆଉ ଭରି ଭରି ୱେଲ୍ଥ ସେମାନେ କମଉଥିଲେ। ହାଇଦ୍ରାବାଦ ଉପରେ ତାଙ୍କର ପ୍ରିଭିଲେଜ ଆଗରୁ ଥିଲା, କାହିଁକି ନା ସୁଲତାନ ଅଫ ଗୋଲକୁଣ୍ଡାଙ୍କୁ ସେ 500 ପଗଡା ଦେଇକିନା କିଣି ନେଇଥିଲେ ବହୁତ ସାରା ପ୍ରିଭିଲେଜ। ତ ସେ ପ୍ରିଭିଲେଜ ଥିଲା, ବାକି ରେଣ୍ଟ ସେମାନଙ୍କୁ ଖାଲି ଯୋଉ ଦବାକୁ ପଡୁଥିଲା ସେଇଟାରେ ଖାଲି ପ୍ରିଭିଲେଜ ଦିଆଗଲା ବର୍ତ୍ତମାନ। ଏବଂ ସୁରତ ମଧ୍ୟ ସେତେବେଳେ ବହୁତ ପ୍ରସ୍ପରସ୍ ଥିଲା ପୋର୍ଟ। ତ ସେଠି ସେମାନେ କହିଲେ ଯେ ଆମେ 10,000 ଟଙ୍କା ଦେବୁ ଆଉ କିଛି ଡ୍ୟୁଟିଜ ଦେବୁନି ଆଜ ଅଲୱେଜ। ବର୍ତ୍ତମାନ ଆଉ ଗୋଟେ ବହୁତ ହି ବଡ ବ୍ଲଣ୍ଡର ଥିଲା ଫାରୁଖସିୟାରଙ୍କର, କି କଏନ ଯୋଉ ଇସ୍ୟୁ କରିବାର ଅଧିକାର ଥିଲା ସେ କମ୍ପାନୀକୁ ଦେଇଦେଲେ, ନିଜର ସବରନ ଅଧିକାରକୁ ସେ କମ୍ପାନୀ କି ଦେଇଦେଲେ। ତ ବର୍ତ୍ତମାନ ଠାରୁ ମୁଗଲ ସାମ୍ରାଜ୍ୟକୁ ଦବେଇବାକୁ ଷ୍ଟାର୍ଟ କରିବ କମ୍ପାନୀ। ଏ ସବୁ ବ୍ଲଣ୍ଡର ଫାରୁଖସିୟାରଙ୍କ ଦ୍ୱାରା ହେଇଥିଲା। ଯେତେବେଳେ ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏମର୍ଜ ହଉଥିଲା, ଉପରକୁ ଉଠୁଥିଲା, ସେତେବେଳେ ଦରକାର ଥିଲା ଇଣ୍ଡିଆକୁ ଗୋଟେ ଦକ୍ଷ ଏମ୍ପରରଙ୍କର, ଆକବର, ଔରଙ୍ଗଜେବ ଏମାନଙ୍କ ପରି ଏମ୍ପରରଙ୍କର। କିନ୍ତୁ ସେଇ ଟାଇମରେ ରାଜଗାଦି ଆସି ଯାଇଥିଲା ପପେଟ କିଙ୍ଗ ଫାରୁଖସିୟାର ହାତରେ, ଯାହା ଫଳରେ ଏତେ ସବୁ ବ୍ଲଣ୍ଡର ହେଇଯାଇଥିଲା। ୟା ପରେ କଣ ହେଇଥିଲା, ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଏତେ ସବୁ ୱେଲ୍ଥ ଭରି ଭରି ସେ କମଉଥିଲା ଇଣ୍ଡିଆରୁ। ଏସବୁ ଜିନିଷ ବ୍ରିଟିଶ ସେଠି ଇଂଲଣ୍ଡରେ ମଧ୍ୟ ପ୍ରଚାର ପ୍ରସାର ହେଇଯାଇଥିଲା। ତ ୱିଗ ନାମରେ ଜଣେ ଥିଲେ ବ୍ୟକ୍ତି ଇଂଲଣ୍ଡର, ଯିଏକି ଅପୋଜ କରିଥିଲେ ଏଇ ଯୋଉ ମନୋପୋଲି ମିଳିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଇଂଲଣ୍ଡ ତରଫରୁ। ତ ଏଇଟାକୁ ସେ ଅପୋଜ କରିଥିଲେ ଏବଂ ଯାହାଫଳରେ ସେ ନିଜର ଗୋଟେ କମ୍ପାନୀ କ୍ରିଏଟ କରିଥିଲେ ଆଉ ତାକୁ ମଧ୍ୟ ଟ୍ରେଡ କରିବା ପାଇଁ ଇଷ୍ଟର୍ଣ୍ଣ ସାଇଡରେ ମାଗିଥିଲେ ପରମିଶନ ଏଲିଜାବେଥଙ୍କ ଠାରୁ। କିନ୍ତୁ ତାଙ୍କର ଏଇ ଯୋଉ କମ୍ପାନୀ, ନୂଆ କମ୍ପାନୀ, ସେଟା ଫେଲ୍ୟୁର ହେଇଯାଇଥିଲା ବହୁତ ହି ଖରାପ ତରିକାରେ। ଆଉ ଏଇ ଜିନିଷଟାକୁ ନ୍ୟୁ କମ୍ପାନୀ ଆଉ ଯୋଉ ଥିଲା ଏକ୍ଜିଷ୍ଟିଂ କମ୍ପାନୀ ତାକୁ ମର୍ଜ କରିକି ଗୋଟେ ନ୍ୟୁ କମ୍ପାନୀ ଷ୍ଟାର୍ଟ କରାଗଲା, ଯାହାର ନାଁ ଥିଲା ୟୁନାଇଟେଡ୍ କମ୍ପାନୀ ଅଫ ମର୍ଚାଣ୍ଟସ୍ ଅଫ ଇଂଲଣ୍ଡ ଟ୍ରେଡିଂ ଟୁ ଦ ଇଷ୍ଟ ଇଣ୍ଡିଜ। ଏଇ କମ୍ପାନୀ ଆମେଲଗମେଟେଡ୍ ହେଇଥିଲା 1708 ରେ, ଆଉ ବ୍ରିଟିଶ ପଲିଟିକାଲ ପାୱାର ଯୋଉଟା କି ଇଣ୍ଡିଆରେ ଏଷ୍ଟାବ୍ଲିଶ ଏଇ କମ୍ପାନୀ ହିଁ କରିଥିଲା। ଏଇଠି ଆମର ସରିଯାଇଛି ଦ ଇଂଲିଶ ଆଉ ତାଙ୍କର, ଆମେ ଦେଖିଲେ ଫୁଟହୋଲ୍ଡ ସେମାନେ କେମିତି ରଖିଥିଲେ ସଦର୍ଣ୍ଣରେ, ୱେଷ୍ଟର୍ଣ୍ଣରେ ଏବଂ ବେଙ୍ଗଲରେ। ଏଇ 3ଟା ଇମ୍ପୋର୍ଟାଣ୍ଟ ଜିନିଷକୁ ଆମେ ଦେଖିନେଲେ। ବର୍ତ୍ତମାନ ଆପଣମାନେ ଏମସିକ୍ୟୁଜ ପ୍ରାକ୍ଟିସ କରନ୍ତୁ। ଆମର ଟେଲିଗ୍ରାମ ଚ୍ୟାନେଲ ରହିଛି କୁଇଜ ବାଇ ଜିଏସ୍ ଚାଟଶାଳୀ, ସେଠି ଆପଣ ଯାଇକି ଚାପ୍ଟର ୱାଇଜ ଏମସିକ୍ୟୁ ଆପଣଙ୍କୁ ମିଳିଯିବ। ସେଠି ଆପଣ କୁଇଜ ଆଟେଣ୍ଡ କରନ୍ତୁ ଏବଂ ନିଜର ପ୍ରିପାରେସନକୁ ଷ୍ଟ୍ରଙ୍ଗ କରନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। Thank you very much. Signing off, Chatasari GS. Quality matters a lot. Jai Hind.